ହାତ ଗୋଡ଼ ହଲିବା ବନ୍ଦ କରିପାରୁଛି, କହିବା ଦେଖିବାକୁ ବି ବନ୍ଦ କରିପାରୁଛି, ମାତ୍ର ମନରେ ହଜାର ଭାବନା ଚାଲିବାକୁ ବନ୍ଦ କରିପାରୁନି। ଖାଇଲା ବେଳେ ମନରେ ବିଚାର ଚାଲୁଛି, ପଢିଲା ବେଳେ, ଚାଲିଲା ବେଳେ, ଏମିତିକି ଶୋଇବାକୁ ଗଲେ ବି ମନରେ କିଛି ନା କିଛି ଜରୁରୀ ନଥିବା କଥା ଗୁଡ଼ିକ ମଧ୍ୟ ମନରେ ସୃଷ୍ଟି ହେଉଛି। ଯଦି ବି ମନକୁ ବୁଝାଉଛି କି ମୁଁ ଆଉ ବିତି ଯାଇଥିବା କଥା ଗୁଡ଼ିକୁ ଭାବିବିନି ଏବଂ ଆଗକୁ ଯାହା ହେବାର ଥିବ ତାହା ହେବ, କେବଳ ବର୍ତ୍ତମାନର ବିଷୟକୁ ଧ୍ୟାନ ଦେବି, ଏହା ସତ୍ତ୍ୱେ ବି ମୋ ମନ ସେଇ ପୁରୁଣା କଥା ଗୁଡ଼ିକୁ ଭାବି ଚିନ୍ତା କରିବାକୁ ବାଧ୍ୟ କରୁଛି। ଚିନ୍ତା ଏପରି ଭାବରେ ହେଉଛି କି ଲାଗୁଛି ମୁଣ୍ଡରେ ଗୋଟିଏ ଭାରି ଜିନିଷ ରଖାଯାଇଛି, ଯାହା ପାଇଁ କୌଣସି ବି ସମୟରେ ମୋ ମୁଣ୍ଡ ସେ ଚିନ୍ତାର ଓଜନ କାରଣରୁ ଫାଟି ଯାଇପାରେ। ଯଦି ଆପଣଙ୍କ ଭିତରେ ଏପରି ଭାବନା ସୃଷ୍ଟି ହେଉଛି, ତେବେ ଏହି ମହାତ୍ମା ବୁଦ୍ଧଙ୍କ ଅମୂଲ୍ୟ କାହାଣୀକୁ ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ। ମୁଁ ବିଶ୍ୱାସର ସହ ଆପଣଙ୍କୁ କହୁଛି, ଏହି ଭିଡିଓଟି ଶେଷ ହେଲା ପରେ ଆପଣଙ୍କ ମନରେ ଚିନ୍ତା ଆଉ ରହିବ ନାହିଁ। ତେବେ ଚାଲନ୍ତୁ କାହାଣୀଟିକୁ ଆରମ୍ଭ କରିବା। ଗାଁର 30 ବର୍ଷର ଯୁବକଟିଏ ମନକୁ ଶାନ୍ତ କରିବାର ଉପାୟକୁ ଜାଣିବା ପାଇଁ ମହାତ୍ମା ଗୌତମ ବୁଦ୍ଧଙ୍କ ଆଶ୍ରମକୁ ଗଲା। ଆଶ୍ରମକୁ ଯାଇ ଦେଖିଲା ବୁଦ୍ଧଙ୍କ ସହିତ କିଛି ଶିଷ୍ୟ ଧ୍ୟାନ ଅବସ୍ଥାରେ ଅଛନ୍ତି। ସେ ବୁଦ୍ଧଙ୍କ ଧ୍ୟାନକୁ ଭଗ୍ନ ନ କରି ତାଙ୍କ ସହିତ ବସି ଧ୍ୟାନ କରିବାକୁ ଲାଗିଲା। ମହାତ୍ମା ବୁଦ୍ଧ ସେଇ କ୍ଷଣରେ ଜାଣିପାରିଲେ କି ଜଣେ ଯୁବକ ଆସି ଆମ ସହ ଧ୍ୟାନ କରୁଛି। ସେ ସେଇ ଯୁବକକୁ ଆସିବାର କାରଣ ନ ପଚାରି ଅପେକ୍ଷା କଲେ କି ସେ କେତେ ସମୟ ପର୍ଯ୍ୟନ୍ତ ଶାନ୍ତ ମନରେ ଧ୍ୟାନ କରିପାରୁଛି। ସେହି ଯୁବକଟି ଧ୍ୟାନ କରିବାକୁ ତ ବସି ପଡ଼ିଲା, ମାତ୍ର ସ୍ଥିର ମନରେ ଧ୍ୟାନ କରିପାରିଲା ନାହିଁ। ଧ୍ୟାନ ସମୟରେ ବି ତା ମନରେ ହଜାରେ ବିଚାର ଆସୁଥିଲା, ଯେପରିକି ମୁଁ ହଠାତ୍ କରି ଆସି କିଛି ନ ଜଣାଇ ବୁଦ୍ଧଙ୍କ ସହିତ ଧ୍ୟାନ କରିବା କଣ ଠିକ? ଧ୍ୟାନ ଶେଷ ପରେ ମତେ କିଛି କହିବେନି ତ ବୁଦ୍ଧ? ଏହିପରି ବିଚାର ତା ମନରେ ଚାଲୁଥାଏ। ତା ମନର ଏପରି ଅସ୍ଥିରତାକୁ ଜାଣିପାରି ଗୌତମ ବୁଦ୍ଧ ଧ୍ୟାନ ଭଗ୍ନ କରି ତାକୁ ପଚାରିଲେ, ହେ ଯୁବକ, ମୁଁ ତୁମର କଣ ସାହାଯ୍ୟ କରିପାରିବି? ଏହା ଶୁଣି ସେହି ଯୁବକଟି ଆଖି ଖୋଲି ବୁଦ୍ଧଙ୍କୁ ପ୍ରଣାମ କରି କହିଲା, ହେ ବୁଦ୍ଧ, ମୁଁ ଆପଣଙ୍କ ପାଖକୁ ମନକୁ କିପରି ଶାନ୍ତ କରିହେବ ତାର ଉପାୟ ଜାଣିବାକୁ ଆସିଛି। ମୋ ମନ ବିଲକୁଲ ବି ଶାନ୍ତ ରହୁନାହିଁ, ସବୁବେଳେ ମନରେ ଚିନ୍ତା ଆସୁଛି। ଯଦି ବି ମୁଁ କୌଣସି ସମସ୍ୟାକୁ ସମାଧାନ କରି ସେହି ସମସ୍ୟାକୁ ଦୂର କରୁଛି, ଏହା ସତ୍ତ୍ୱେ ବି ମୋ ମନ ଭିତରେ ଭବିଷ୍ୟତର ଜୀବନକୁ ନେଇ ଚିନ୍ତାରେ ଘେରି ରହୁଛି। ମୋ ଅଶାନ୍ତ ମନ କାରଣରୁ ମୁଁ ଏତେ ବିରକ୍ତ ହୋଇଗଲିଣି କି ବୁଝିପାରୁନି ଏହାର ସମାଧାନ ପାଇଁ ମୁଁ କଣ କରିବି। ତେଣୁ ହେ ଗୁରୁବର, ହେ ବୁଦ୍ଧ, ମତେ ଏହାର ରାସ୍ତା ଦେଖାନ୍ତୁ। ଗୌତମ ବୁଦ୍ଧ ମନକୁ କିପରି ଶାନ୍ତ ଅବସ୍ଥାରେ ଆଣିବ ଏହାର ଉପାୟ ଗୁଡ଼ିକୁ ବୁଝାଇବାକୁ ଯାଇ ସେହି ଯୁବକ ସମେତ ସମସ୍ତ ଶିଷ୍ୟଙ୍କୁ ବୁଝାଇକି କହିଲେ, ସମସ୍ତଙ୍କ ଜୀବନରେ କିଛି ନା କିଛି ସୁଖ ଏବଂ ଦୁଃଖ ଆସିଥାଏ, ଯାହାର କାରଣ ପାଇଁ ଆମର ମନ ଅଶାନ୍ତ ରହିଥାଏ। ଗୋଟେ ଅଶାନ୍ତ ମନ ଏ ଦୁନିଆର କୌଣସି ବି ସୁଖକୁ ଅନୁଭବ କରିପାରିବ ନାହିଁ। ତାକୁ ଯେତେ ବି ଧନ ସମ୍ପତ୍ତି ଦେଲେ ମଧ୍ୟ ସେ ଏଥିପାଇଁ ଖୁସି ହୋଇପାରିବ ନାହିଁ। ସେ ସେହି ଧନ ସମ୍ପତ୍ତିକୁ ପାଇବି ଦୁଃଖିତ ରହିବ। ପରନ୍ତୁ ଯେଉଁ ମନୁଷ୍ୟର ମନ ଶାନ୍ତ, ତା ପାଖରେ କିଛି ଥାଉ କି ନଥାଉ, ସେ ସମସ୍ତ କ୍ଷଣର ଖୁସିରେ ଖୁସିରେ ଆନନ୍ଦ ନେଇପାରିବ। ସେ ସବୁ ସମୟକୁ ଖୁସି ଖୁସିରେ ବିତେଇ ପାରିବ। ଏହା ସହିତ ସେ ଏହି ଦୁନିଆର ପରମ ସୁଖ ଓ ଆନନ୍ଦ ମଧ୍ୟ ପ୍ରାପ୍ତ କରିପାରିବ। ତେବେ ସବୁରି ମୂଳରେ ପ୍ରଶ୍ନ ଉଠୁଛି କି ଆମେ ଆମ ଜୀବନକୁ ଶାନ୍ତ କିପରି କରିବା? ଦୁନିଆର ଏତେ ଭିଡ଼ ଚାଲରେ ଅଶାନ୍ତ ମନକୁ ଶାନ୍ତ କରିବା ତ କରିବା କିପରି? ଏହି ସମସ୍ୟାର ମାତ୍ର ଗୋଟିଏ ସମାଧାନ ଅଛି, ତାହା ହେଉଛି ଧ୍ୟାନ। ଧ୍ୟାନ କରିବା ଦ୍ୱାରା ହିଁ ଆମର ମନ ଶାନ୍ତ ହୋଇଥାଏ। ଆମେ ବିଭିନ୍ନ ପ୍ରକାର ବିଚାର ଏବଂ ଭାବନା ଠାରୁ ଦୂର ହୋଇଥାଉ। ଠିକ ଏହି କାରଣ ପାଇଁ ଆମ ଜୀବନରେ ସୁଖ ଉତ୍ପନ୍ନ ହୋଇଥାଏ। ଯଦି ତୁମେ ସମସ୍ତେ ଖୁସିରେ ରହିବାକୁ ଚାହୁଁଛ, ନିଜ ମନର କାଦୁଅରୁ ବାହାରକୁ ଆସିବାକୁ ଚାହୁଁଛ, ତେବେ ତୁମକୁ ପ୍ରତିଦିନ 2 ଘଣ୍ଟା ଧ୍ୟାନ କରିବାକୁ ପଡ଼ିବ। ତୁମକୁ ଧ୍ୟାନର ଅଭ୍ୟାସ କରିବାକୁ ପଡ଼ିବ, କାହିଁକି ନା ଏହା ହିଁ ଏପରି ଏକ ମାର୍ଗ ଯାହା ତୁମର ମନକୁ ଶାନ୍ତ କରିପାରିବ ଏବଂ ତୁମକୁ ଠିକ ରାସ୍ତାକୁ ଆଣିପାରିବ। ସେହି ଯୁବକଟି ମହାତ୍ମା ବୁଦ୍ଧଙ୍କ କଥାକୁ ମାନି ତାଙ୍କୁ ପ୍ରଣାମ କରି
ଘରକୁ ଚାଲିଗଲା। ଘରକୁ ପହଞ୍ଚିଲା ପରେ ଧ୍ୟାନ କରିବା ଆରମ୍ଭ କଲା। ସେ ରାତି ସାରା ଧ୍ୟାନ କରିଲା, ମାତ୍ର ତାକୁ ସେଠାରୁ କିଛି ଲାଭ ହେଲା ନାହିଁ। ଏହି କାରଣରୁ ସେ ତା ପର ସକାଳରେ ପୁନର୍ବାର ବୁଦ୍ଧଙ୍କ ଆଶ୍ରମକୁ ଗଲା ଏବଂ ବୁଦ୍ଧଙ୍କୁ ପ୍ରଣାମ କରି କହିଲା, ହେ ବୁଦ୍ଧ, ଆପଣ କହିବା ଅନୁସାରେ ମୁଁ ରାତି ସାରା ଧ୍ୟାନ କଲି, କିନ୍ତୁ ସେଠାରୁ ମୋତେ କିଛି ଲାଭ ପ୍ରାପ୍ତ ହେଲା ନାହିଁ। ମୋ ମନ ତ ବର୍ତ୍ତମାନ ବି ଅଶାନ୍ତ ଅଛି। ଆପଣ ତ କହୁଥିଲେ ଧ୍ୟାନ କରିବା ଦ୍ୱାରା ଆମର ମନ ଶାନ୍ତ ହୋଇଯାଇଥାଏ। ଏହାର ଉତ୍ତରରେ ବୁଦ୍ଧ କହିଲେ, ଧ୍ୟାନ କୌଣସି ଗୋଟିଏ ଥର କରିବାର ମାର୍ଗ ନୁହେଁ। ଏହା ତ ଅଭ୍ୟାସ ଦ୍ୱାରା ହିଁ ଆମର ମସ୍ତିଷ୍କକୁ ସୁଧାରିଥାଏ। ଏଥିରେ ଗୋଟିଏ ଦିନ ଧ୍ୟାନ କରିବା ଦ୍ୱାରା କିଛି ବି ଫଳ ମିଳିବ ନାହିଁ। ଆମକୁ ଏହା ପାଇଁ ସମୟ ଦେବାକୁ ପଡ଼ିବ। ଆମକୁ ଏଥିପାଇଁ ଧୈର୍ଯ୍ୟ ରଖିବାକୁ ପଡ଼ିବ। ଏହାର ନିରନ୍ତର ଅଭ୍ୟାସ କରିବାକୁ ପଡ଼ିବ। ଏଥିରେ ସେହି ଯୁବକଟି କହିଲା, ହେ ମହାତ୍ମା, କଣ ମୁଁ ମୋ ମନର ଶାନ୍ତ ପାଇଁ ମୃତ୍ୟୁ ପର୍ଯ୍ୟନ୍ତ ଧ୍ୟାନ କରିବି? କଣ କିଛି ଦିନର ଧ୍ୟାନ ଦ୍ୱାରା ମନ ସବୁଦିନ ପାଇଁ ଶାନ୍ତ ହେବ ନାହିଁ? ଏହା ଶୁଣି ବୁଦ୍ଧ ହସିକି କହିଲେ, ପୁଅ, କଣ ତୁମକୁ ଶୋଷ ଲାଗୁଛି? ଏଥିରେ ସେହି ଯୁବକଟି କହିଲା, ହଁ ମହାତ୍ମା, ମୋତେ ଟିକେ ଟିକେ ଶୋଷ ଅନୁଭବ ହେଉଛି। ମହାତ୍ମା ବୁଦ୍ଧ ସେହି ଯୁବକକୁ ପିଇବାକୁ ଜଳ ଦେଇ କହିଲେ, ନିଅ, ଏ ପାତ୍ରର ଜଳକୁ ପିଇଯାଅ। ଏଥିରେ ତୁମର ଶୋଷ ମେଣ୍ଟିଯିବ। କିନ୍ତୁ ମୋତେ ଗୋଟିଏ କଥା କୁହ, କଣ ଆଜି ଜଳ ପିଇବା ପରେ ଆଉ କେବେ ତୁମକୁ ଶୋଷ ହେବ ନାହିଁ? ତୁମେ କଣ ପୁନର୍ବାର ଆଉ ଜଳ ଗ୍ରହଣ କରିବ ନାହିଁ? ଏହା ଶୁଣି ସେହି ଯୁବକଟି କହିଲା, ହେ ତଥାଗତ, ଆପଣ ଏ କିପରି କଥା କହୁଛନ୍ତି? ଜଳ ତ ଆମର ଜୀବନ। ଏହା ବିନା ମୁଁ କିପରି ବଞ୍ଚିବି? ଯଦି ମୁଁ ଆଉ କେବେ ଜଳ ପିଇବି ନାହିଁ, ତେବେ ନିଶ୍ଚୟ ଏହା କି ମୁଁ ଶୋଷରେ ମୃତ୍ୟୁବରଣ କରିବି। ଆଉ ଆପଣ କହୁଛନ୍ତି କି ଆଜି ପିଇଲେ ଆଉ କେବେ ପିଇବି ନାହିଁ? ଏହା କିପରି ସମ୍ଭବ ଅଟେ? ଶୋଷ ତ ଆମକୁ ସବୁଦିନ ଲାଗିଥାଏ। ସେହି ଯୁବକଟିର ଏହି କଥା ଶୁଣି ବୁଦ୍ଧ ପୁନର୍ବାର ହସିକି କହିଲେ, ଯେଉଁ ପ୍ରକାରରେ ଗୋଟିଏ ଥର ଜଳ ସେବନ କରିବା ଦ୍ୱାରା ଆମର ଶୋଷ ମେଣ୍ଟି ନଥାଏ, ଠିକ୍ ଏହି ପ୍ରକାରରେ ଗୋଟିଏ ଦିନ ଧ୍ୟାନ କରିବା ଦ୍ୱାରା ଆମର ମନ ଶାନ୍ତ ହୋଇନଥାଏ। ଆମ ମନକୁ ବି ଭୋକ ଲାଗିଥାଏ। ତେଣୁ ଆମକୁ ପ୍ରତିଦିନ ତାକୁ ଆହାର ବି ଦେବାକୁ ହୋଇଥାଏ। ତାକୁ ବି ସବୁଦିନ ଧ୍ୟାନ କରିବାର ଆବଶ୍ୟକତା ଅଛି। ଯଦି ଆମେ ନିରନ୍ତର ଭାବରେ ଧ୍ୟାନ କରିବା, ଏହାର ଅଭ୍ୟାସ ଜାରି କରିବା, ତେବେ ଧୀରେ ଧୀରେ ଆମର ମନର ଭୋକ ଓ ଶୋଷ ଶାନ୍ତ ହୋଇଯିବ ଏବଂ ଗୋଟିଏ ସମୟରେ ଆମର ମନ ସମସ୍ତ ବିଚାର ଗୁଡ଼ିକୁ ଉତ୍ପନ୍ନ କରିବା ବନ୍ଦ କରିଦେଇଥାଏ ଏବଂ ସମୟ ଆସିଲେ ଆମର ମନ ସମସ୍ତ ବିଚାର ଗୁଡ଼ିକୁ ଉତ୍ପନ୍ନ କରିବା ବନ୍ଦ କରିଦେଇଥାଏ। ସେତେବେଳେ ସେ ବାହାରର କୌଣସି ଅଦରକାରୀ ବିଚାର ଗ୍ରହଣ କରିନଥାଏ ଏବଂ ଭିତରେ ଥିବା ଖରାପ ବିଚାରକୁ ଆପେ ଆପେ ସମାପ୍ତ କରିଦେଇଥାଏ। ଠିକ୍ ଏହି ପ୍ରକାରରେ ଆମର ମନ ଶାନ୍ତ ଅବସ୍ଥାକୁ ଆସିଥାଏ। ଆଗକୁ ମହାତ୍ମା ବୁଦ୍ଧ ସେହି ଯୁବକକୁ କହିଲେ, ପୁଅ, ତୁମେ ତ କହୁଥିଲ କି ତୁମେ ରାତି ସାରା ଧ୍ୟାନ କରିଛ, କିନ୍ତୁ ଏହା ପରେ ବି ତୁମ ମନ ଶାନ୍ତ ହେଉନାହିଁ। ପୁଅ, ତୁମେ ତୁମ ଅନୁସାରେ ଗୋଟିଏ ଘଣ୍ଟା, ଗୋଟିଏ ଦିନ ଧ୍ୟାନ କରିପାରିବ, କିନ୍ତୁ ଏହାର ଲାଭ ବି ତୁମକୁ ସେତିକି ମିଳିବ। ଅର୍ଥାତ୍ ତୁମେ ଏହା ମାନ କି ଯଦି ତୁମେ ଗୋଟିଏ ଦିନ ପାଇଁ ଧ୍ୟାନ କରୁଛ, ତେବେ ତୁମ ମନ କେବଳ କିଛି ସମୟ ପାଇଁ ଶାନ୍ତ ରହିବ। ମାତ୍ର ସେହି ସମୟ ସରିଲା ପରେ ତାକୁ ଅବଶ୍ୟ ଭୋକ ଲାଗିବ। ସେ ପୁନର୍ବାର ଅଶାନ୍ତ ହୋଇଯିବ ଏବଂ ସେ ପୂର୍ବ ପରି ଏଠାକୁ ସେଠାକୁ ଯିବ। ବାହାର ବିଚାର ଗୁଡ଼ିକୁ ନିଜ ଭିତରକୁ ଟାଣିବ। କାହିଁକି ନା ତାକୁ ବି ତ ଭୋକ ଲାଗୁଛି, ତାକୁ ବି ତ ଖାଦ୍ୟ ଦରକାର। ତେଣୁ ତାକୁ ଶାନ୍ତ କରିବା ପାଇଁ ତୁମକୁ ଧ୍ୟାନର ଖାଦ୍ୟ ତାକୁ ଦେବାକୁ ପଡ଼ିବ। ନଚେତ୍ ସେ ବିଭିନ୍ନ ପ୍ରକାର ବିଚାର ଗୁଡ଼ିକୁ ନିଜ ଭିତରେ ପ୍ରବେଶ କରାଇବା ଦ୍ୱାରା ମନ ଅଶାନ୍ତ ହୋଇ ଚିନ୍ତାରେ ପରିଣତ ହେବ। ତେଣୁ ଚିନ୍ତାରୁ ମୁକ୍ତ ହେବାକୁ ଚାହୁଁଛନ୍ତି ଯଦି, ମନକୁ ଶାନ୍ତ କରିବାକୁ ଚାହୁଁଛ ଯଦି, ପ୍ରତିଦିନ ଯେତେ ସମ୍ଭବ ଧ୍ୟାନ କର। ଭାଇମାନେ, ଆପଣ ମଧ୍ୟ ନିଜର ଅଶାନ୍ତ ମନକୁ ଶାନ୍ତ କରିବା ପାଇଁ ଧ୍ୟାନ କରନ୍ତୁ। ଧ୍ୟାନ କରିବା ସମୟରେ କୌଣସି ଲାଜ ନ ରଖି ଦିନକୁ କେବଳ 1 ରୁ 2 ଘଣ୍ଟା ପ୍ରତିଦିନ ଧ୍ୟାନ କରନ୍ତୁ। କିଛି ଦିନ ପରେ ଆପଣ ଦେଖିବେ ଆପଣଙ୍କ ମନରେ ଆଉ ଖରାପ ଏବଂ ବେକାରର ବିଚାର ଗୁଡ଼ିକ ସୃଷ୍ଟି ହେବ ନାହିଁ। ଆପଣ ସବୁ ସମୟରେ ନିଜକୁ ଖୁସିରେ ପାଇବେ ଏବଂ ଆପଣଙ୍କ କଥାକୁ
ଶୁଣିବାକୁ ଲୋକମାନେ ଆଗ୍ରହ କରିବେ। ଯଦି ବୁଧଙ୍କ ଭିଡିଓଟି ଆପଣଙ୍କ ମନକୁ ଟିକେ ବି ଛୁଇଁ ପାରିଛି ତେବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ।